ଆଜିର ପ୍ରସଙ୍ଗରେ ଶୁଣନ୍ତୁ ବନ୍ଦେ ମାତରମ୍। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ ଆସନ୍ତାକାଲିଠାରୁ ସମଗ୍ର ଦେଶରେ 1 ବର୍ଷ ବ୍ୟାପୀ ପାଳନ କରାଯିବ। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଅକ୍ଷୟ ନବମୀର ପବିତ୍ର ଅବସରରେ ଏହି ଗୀତକୁ ରଚନା କରାଯାଇଥିବାର ବିଶ୍ୱାସ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ 1 ବର୍ଷ ବ୍ୟାପୀ 150 ବର୍ଷ ପୂର୍ତ୍ତି ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମଠାରେ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆସନ୍ତାକାଲି ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏହି ବର୍ଷବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା ବର୍ଷ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ଭାରତର ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଯୋଗାଇଥିବା ଏହି ଗୀତଟି ଜାତୀୟ ଗର୍ବ ଏବଂ ଏକତାର ଜାଗ୍ରତ ପ୍ରହରୀ ଭାବେ ଗ୍ରହଣୀୟ ହୋଇଆସିଛି। ଗତମାସ ପହିଲାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦେଶବ୍ୟାପୀ 1 ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ପାଳନ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ବନ୍ଦେ ମାତରମ୍ ସଙ୍ଗୀତଟି ପ୍ରଥମେ ସାହିତ୍ୟ ପତ୍ରିକା ବଙ୍ଗଦର୍ଶନରେ ଆନନ୍ଦମଠ ଉପନ୍ୟାସରେ ଏକ ଅଂଶ ଭାବରେ କ୍ରମିକ ଭାବେ ପ୍ରକାଶ ପାଇଥିଲା। 1882 ମସିହାରେ ଏକ ସ୍ୱତନ୍ତ୍ର ପୁସ୍ତକ ଭାବରେ ଏହାକୁ ପ୍ରକାଶ କରାଯାଇଥିଲା। ଏହି ସମୟରେ ଭାରତ ପ୍ରମୁଖ ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ପରିବର୍ତ୍ତନ ଦେଇ ଗତି କରୁଥିଲା। ଜାତୀୟ ପରିଚୟ ଏବଂ ଉପନିବେଶବାଦୀ ଶାସନ ପ୍ରତି ପ୍ରତିରୋଧାତ୍ମକ ଚେତନା ବୃଦ୍ଧି ପାଇଥିଲା। ଶକ୍ତି, ସମୃଦ୍ଧ ଏବଂ ବିଦ୍ୱାନତାର ପ୍ରତିମୂର୍ତ୍ତି ଭାବେ ମାତୃଭୂମିକୁ ଆହ୍ୱାନ କରୁଥିବା ଏହି ଗୀତଟି ଭାରତର ଏକତା ଏବଂ ଆତ୍ମସମ୍ମାନର ଜାଗ୍ରତ ଆତ୍ମାକୁ କାବ୍ୟିକ ଅଭିବ୍ୟକ୍ତି ପ୍ରଦାନ କରିଥିଲା। କ୍ରମଶଃ ଏହା ରାଷ୍ଟ୍ର ପ୍ରତି ଭକ୍ତିର ଏକ ସ୍ଥାୟୀ ପ୍ରତୀକ ଭାବେ ଉଭା ହୋଇଥିଲା। 1896 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ଏହାକୁ ସାର୍ବଜନୀନ ଭାବେ ପରିବେଷଣ କରାଯାଇଥିଲା। ରବୀନ୍ଦ୍ରନାଥ ଟାଗୋର ଏହି ଗୀତଟିକୁ ପରିବେଷଣ କରିଥିଲେ। ସେବେଠାରୁ ଏହି ଗୀତଟି ପ୍ରତ୍ୟେକ ଭାରତୀୟଙ୍କ ଆତ୍ମାକୁ ସ୍ୱାଧୀନତାର ମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲା। ଉପନିବେଶ ବିରୋଧୀ ସଂଗ୍ରାମ ଅବସରରେ ଏହି ସଙ୍ଗୀତଟି ଭାରତୀୟ ଦେଶପ୍ରେମୀ ଏବଂ ସ୍ୱାଧୀନତାର ସଂଗ୍ରାମୀଙ୍କ ପାଇଁ ଏକ ଐକ୍ୟବଦ୍ଧର ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲା। ଭାରତର ଏହି ଜାତୀୟ ଗୀତକୁ ଏହାର ଭାବପ୍ରବଣ ଏବଂ ଐତିହାସିକ ଗୁରୁତ୍ୱ ପାଇଁ ସମ୍ମାନ ଦିଆଯାଇଥାଏ। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ଗୀତ ଜାତୀୟତାବାଦୀ ଚିନ୍ତାଧାରାକୁ ପ୍ରେରଣା ପ୍ରଦାନ କରିଥିଲା। ଭାଷାଗତ ଏବଂ ଆଞ୍ଚଳିକ ରେଖା ବାହାରେ ସଭ୍ୟତାଗତ ଭାବନାକୁ ଉଦ୍ରେକ କରି ଏହି ଗୀତଟି କାବ୍ୟିକ ଶବ୍ଦ ମାଧ୍ୟମରେ ମାତୃଭୂମିକୁ ବର୍ଣ୍ଣନା କରିଛି। 1950 ମସିହା ଜାନୁଆରୀ 24 ତାରିଖରେ ସମ୍ବିଧାନ ସଭାର ସଭାପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଘୋଷଣା କରି କହିଥିଲେ, ସ୍ୱାଧୀନତା ସଂଗ୍ରାମରେ ଏକ ଐତିହାସିକ ଭୂମିକା ଗ୍ରହଣ କରିଥିବା ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ସହିତ ସମାନ ସମ୍ମାନ ପ୍ରଦର୍ଶନ କରାଯିବ। ଆସନ୍ତାକାଲି 150ତମ ବାର୍ଷିକ ପାଳନର ଶୁଭାରମ୍ଭ ଅବସରରେ ପୂର୍ବାହ୍ନ 10ଟାରେ ସାର୍ବଜନୀନ ସ୍ଥାନଗୁଡ଼ିକରେ ବନ୍ଦେ ମାତରମ୍ର ପୂର୍ଣ୍ଣ ସଂସ୍କରଣର ସାମୂହିକ ଗାନ କରାଯିବ। ଛାତ୍ରଛାତ୍ରୀ, ବିଭିନ୍ନ ବର୍ଗର ଅଧିକାରୀ ଏବଂ କର୍ମଚାରୀ, ନିର୍ବାଚିତ ପ୍ରତିନିଧି, ସୁରକ୍ଷା କର୍ମଚାରୀ, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତଥା ଅନ୍ୟାନ୍ୟ ପ୍ରାସଙ୍ଗିକ ଅଂଶୀଦାରମାନେ ଏଥିରେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟସ୍ତରୀୟ ବିଭାଗ ତଥା ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ପୂର୍ବାହ୍ନ 10ଟାରେ ବନ୍ଦେ ମାତରମ୍ର ସାମୂହିକ ଗାନ ଆୟୋଜନ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ଉଦ୍ଘାଟନୀ ସମାରୋହ ସହ ସମନ୍ୱୟ ମାଧ୍ୟମରେ ଏହିସବୁ କାର୍ଯ୍ୟକ୍ରମ ବିଭିନ୍ନ ସ୍ତରରେ ଆୟୋଜନ ହେବା ନେଇ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ବ୍ୟବସ୍ଥା ମଧ୍ୟ ହୋଇଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବର୍ଷବ୍ୟାପୀ ଏହି ଅଭିଯାନ ପାଇଁ ଏକ ଉତ୍ସର୍ଗୀକୃତ ୱେବସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ଏଥିରେ ସାଧାରଣ ଜନତା ଏବଂ ଅଂଶୀଦାରମାନଙ୍କୁ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି। ଦେଶପ୍ରେମ ଏବଂ କୃତଜ୍ଞତାର ଏକ ସାମୂହିକ ଅଭିବ୍ୟକ୍ତି ଭାବରେ ବହୁ ସଂଖ୍ୟାରେ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଦେଶର ନାଗରିକମାନଙ୍କ ସହ ପ୍ରତିଷ୍ଠାନଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମାଜର ପ୍ରତ୍ୟେକ ବର୍ଗର ନାଗରିକମାନଙ୍କୁ ମାତୃଭୂମି ପ୍ରତି ରହିଥିବା ଭାବନାକୁ ପରିପ୍ରକାଶ କରିବାରେ ଏହି ଅଭିଯାନ ଏକ ମଞ୍ଚ ପ୍ରଦାନ କରିବ। ଆସନ୍ତୁ ଜାତୀୟ ଗୀତକୁ ସମ୍ମାନ ଜଣାଇବା ସହିତ ଭାରତୀୟ ନାଗରିକ ଭାବେ ଆମର ସ୍ୱାଭିମାନ, ଦେଶପ୍ରୀତି ଏବଂ ସମନ୍ୱୟ ଭାବକୁ ଏକତ୍ର ହୋଇ ପାଳନ କରିବା।